ଗଣଧାରଣା ପୁନର୍ବାର ଆଠଗଡ଼ ବ୍ଲକ ସମ୍ମୁଖରେ କରିଥିଲେ ଯେ କି 36 ବର୍ଷର ବିଧାୟକ ଭାରି ମତେ ଖୁସି ଲାଗୁଛି ଯେ ବ୍ଲକ ସମ୍ମୁଖରେ ଏଥର ଧାରଣାରେ ବସୁଛନ୍ତି। ଆଗେ ଧାରଣା କଣ ତାଙ୍କର ବୋଧେ ଅନୁଭୂତି ନଥିଲା ମୁଁ ବୋଧେ ଭାବୁଛି। ଆଜି ଯୋଉଭଳି ଭାବରେ ବିଳିବିଳଉଥିଲେ କାରଣ ତାଙ୍କର ତ ବାଚଣାମି ଆସିଗଲାଣି, ବୟସ ହେଇଗଲାଣି, ଭାରି ବାଚଣାମି ଆସୁଛି। ତଥାପି ମୁଁ ଖାଲି ଟିକେ ଭତ୍ତା ବିଷୟରେ କହିଦେବାକୁ ଚାହୁଁଛି। ଅଲରେଡି ଆମ ସରକାର ଆମର ଯିଏ ମନ୍ତ୍ରୀ ଅଛନ୍ତି, ବିଭାଗୀୟ ମନ୍ତ୍ରୀ କହିସାରିଛନ୍ତି ଯେ ଗୋଟିଏ ଆପ୍ ଅଛି ଏସ୍ଏନ୍ ଆପ୍ ମାଧ୍ୟମରେ ଯୋଉଟା କି ସିଙ୍ଗଲ ନୋଡାଲ ଏଜେନ୍ସି, ସେଇ ଏସ୍ଏନ୍ଏସ୍ ବସ୍ ଆପ୍ ମାଧ୍ୟମରେ ଏକାଥରକେ ଲୋକମାନଙ୍କୁ ଯୋଉ ବାର୍ଦ୍ଧକ୍ୟ ଭତ୍ତା ହଉ ବା ବିଧବା ଭତ୍ତା ହଉ ବା ବିକଳାଙ୍ଗ ଭତ୍ତା ହଉ ଯୋଉମାନେ ଏକାଥରକେ କିଭଳି ଭାବରେ ଆପ୍ରେ ପାଇବେ। ପୂର୍ବରୁ ବା ବିଜୁ ଜନତା ଦଳ ସମୟରେ କିଛି ଦିନ କିଛି ହିତାଧିକାରୀ ମାନଙ୍କ ପାଖରୁ ଭତ୍ତା ଯିବାକୁ ଡେରି ହେଉଥିଲା। ସେ ତ୍ରୁଟିଟାକୁ ସଂଶୋଧନ କରିବା ପାଇଁ ଏବଂ ବିଶେଷ କରି ଯେମିତିକି ଆପଣମାନଙ୍କୁ କହିବାକୁ ଚାହେଁ ଡେଥ୍ ବେନିଫିସିଆରୀ ଆକାଉଣ୍ଟକୁ ପେନସନ ଟଙ୍କା ଯିବା ପାଇଁ କଣ ନା ଯୋଉମାନେ ମୃତ ହେଇଯାଉଥିଲେ ତାଙ୍କ ଆକାଉଣ୍ଟରେ ପଇସା ବି ବର୍ଷ ବର୍ଷ ଧରି ଚାଲୁଥିଲା ଏବଂ ସେ ପଇସାଟାକୁ ମଧ୍ୟ ଏଇ ବିଜୁ ଜନତା ଦଳ ବିଶେଷ କରି ମୁଁ ଆଠଗଡ଼ରେ କହିବାକୁ ଚାହେଁ ସେ ପଇସାଟାକୁ ସେମାନେ ବାଟବରଣା କରୁଥିଲେ। ଏଥରକ ଆମ ସରକାର ଯୋଉ ଆପ୍ ଆଣିଛନ୍ତି ଏସ୍ଏନ୍ ଆପ୍ ଆଧାର ବେସ୍ଡ ପେମେଣ୍ଟ ହେଉଥିବାରୁ ହିତାଧିକାରୀର ମୃତ୍ୟୁ ପ୍ରମାଣ ସାଙ୍ଗେ ସାଙ୍ଗେ ଜେନେରେଟ୍ ହେଇଯିବ ଆଉ ତାଙ୍କ ଆକାଉଣ୍ଟକୁ ପଇସା ଯିବ ନାହିଁ କି ସରକାରଙ୍କର ଅଯଥା ପଇସା ଆଉ ଲୋକଙ୍କ ପାଖରେ ଯିଏ ମୃତ ଲୋକଙ୍କ ପାଖରେ ପହଞ୍ଚିବ ନାହିଁ। ତାଙ୍କ ଜାଗାରେ ଯିଏ ପାଇବା ପାଇଁ ଯୋଗ୍ୟ ଥିବ ତାଙ୍କ ପାଖରେ ପହଞ୍ଚିବ। ସିମିଲାର ଦିବ୍ୟାଙ୍ଗ ଭତ୍ତା ମଧ୍ୟ ଆଧାର ବେସ୍ଡ ପେମେଣ୍ଟ ଏବେ କରାଯାଉଛି। ଯିଏ ପ୍ରକୃତ ହିତାଧିକାରୀ ସେମାନଙ୍କ ଭିକାରୀଙ୍କ ପ୍ରତିଶତ ଅନୁଯାୟୀ ପେନସନ ତାଙ୍କ ଖାତାକୁ ଡାଇରେକ୍ଟ ଯିବ। ତେଣୁ ଏଇ ଯୋଉ ବିଜୁ ଜନତା ଦଳ ତ୍ରୁଟି କରିଥିଲେ ତାକୁ ସଂଶୋଧନ ଆଣିବା ପାଇଁ ଆମ ସରକାର ଏସ୍ଏନ୍ ବସ୍ ମାଧ୍ୟମରେ ବା ଆପ୍ ମାଧ୍ୟମରେ ଏବେ ଡାଇରେକ୍ଟ ଲୋକଙ୍କ ପାଖକୁ ପଇସାଟା ଆସିବ। ଯୋଉଟା ବିଧାୟକ ଏଠି ବିଳିବିଳଉଥିଲେ କଣ ବି ଲୋକ ହେଇଥାଉ ଅନଲାଇନରେ ଆପ୍ଲାଏ କରିବେ ଏବଂ ଅନଲାଇନରେ ପେମେଣ୍ଟ ଆସିବ। এইটা ভারি বাধুছি, ভারি কষ্ট হচ্ছে বিধায়ক রাজা সহিত। কাইকি না আপন মানে জানিদেবে ভত্তা বান্টিলা বেলে সে টিকে ড্রামা করিকি দিয়ନ୍ତି ଲୋକମାନଙ୍କୁ। ভত্তা ମୁଁ ଦଉଛି କହିବେ କଣ ନା ଭତ୍ତା ମୁଁ ଦଉଛି ଭୋଟ ମୋତେ ଦେବ। এই ଯୋଉ ଡ୍ରାମାଟା ଆଉ ବ୍ଲକରେ କରିପାରିବେ ନାହିଁ। ଯେହେତୁ ଅନଲାଇନରେ ଲୋକଙ୍କ ପାଖରେ ଡାଇରେକ୍ଟ ପଇସା ପହଞ୍ଚିବ ଆମ ସରକାର ସୁବ୍ୟବସ୍ଥା କରିଦେଲେ ସେ ଭୟଟା ତାଙ୍କ ପାଖରେ ବସି ଯାଇଛି। ତେଣୁ ଏ ଡ୍ରାମା ଏ କୁମ୍ଭୀର କାନ୍ଦଣା କାନ୍ଦିକିନା ଲୋକମାନଙ୍କୁ ଭ୍ରମିତ କରିବା ତାଙ୍କର ଥିଲା ଏଇଟା ମୁଖ୍ୟ ଉଦ୍ଦେଶ୍ୟ। ଏବେ ଆସିଯାଇଛି ଏ ବିଧାୟକ ରାଜସ୍ୱର। ତେଣୁ ଏବେ ତାକୁ ଡର ଲାଗି ଯାଉଛି, ସେଥିପାଇଁ ବ୍ଲକ ସମ୍ମୁଖରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତାପରେ ମୁଁ ଆସୁଛି ଆପଣଙ୍କର କିଛି କଥା କହିବାକୁ ଚାହୁଁଛି। ଏଇ ଗଣ ଧାରାରେ ଆଜି ଗୋଟେ କଥା ଉଠେଇଛନ୍ତି ଏସ୍ଆଇଆର୍, ଭଲ କଥା। ଏଇଟା ବି ଆପଣ ଉଠେଇବାର ଏଇ ଗଣଧାରାରେ ଭତ୍ତା ପାଇଁ କରିଥିଲା। ଆଜି ଏସ୍ଆଇଆର୍ କଥା ଉଠେଇଛ, ମୁଁ ଧନ୍ୟବାଦ ଦଉଛି ବିଧାୟକ ରାଜା ସହିତ ଏସ୍ଆଇଆର୍ କଥା ଉଠେଇଛ। କିନ୍ତୁ ଏଇଠି ମୋର ଗୋଟିଏ ପଚାରିବାର ଅଛି। ଆପଣ ଆଠଗଡ଼ରେ ବି ବହୁତ ଦିନ ହେଲାଣି ଆଠଗଡ଼ରେ ବହୁତ ଦିନ ହେଲାଣି ଦେଖୁଥିଲି ବାବା ଆମ୍ବେଦକରଙ୍କର ଯୋଉଟା କି ସମ୍ବିଧାନ ଯୋଜନା ଅଛି ନୀତି ନିୟମ ଭାରି ଜୋରରେ ପାଳନ କରୁଥିଲା। କିନ୍ତୁ ମୁଁ ପଚାରିବାକୁ ଚାହୁଁଛି ବିଧାୟକ ମହୋଦୟ, କାରଣ ତୁମେ ତ କେବେ ସତ୍ୟର ସାମ୍ନା କରିନ। ମୁଁ ବାରମ୍ବାର କହି ଆସିଛି ଯେ ବାବା ସାହେବ ଆମ୍ବେଦକର ସମ୍ବିଧାନ କରିଥିଲେ ଗଣତନ୍ତ୍ରରେ। ମୁଁ ଖାଲି ପଚାରିବାକୁ ଚାହୁଁଛି ବିଧାୟକ ମହୋଦୟ, ତୁମର ଏଠି ଚେଲା ଚାମଡ଼ା ଥିବେ ବହୁତ ଶୁଣୁଥିବେ, ଗଣତନ୍ତ୍ରରେ କୋଉଠି ଅଛି ଯେ ଯୋଉ ଏସ୍ଆଇଆର୍ ଚାଲିଛି ତୁମେ ତୁମର ଯୋଉଟା ସ୍ପଷ୍ଟ କଥା ମୁଁ କହିବାକୁ ଚାହୁଁଛି ଆମର ଡକୁମେଣ୍ଟ ସହିତ ଯୋଉଟା କି କଟକ ଚାନ୍ଦିନୀ ଚୌକେ जोटा के 90 जोटा के विधानसभा नंबर हूँ 90 कटक एवं
ବୁଥ ନମ୍ବର ହେଉଛି 64। ମୁଁ ଆପଣଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି କଟକ ଚାନ୍ଦିନୀ ଚୌକ ଯୋଉଟା ବିଧାୟକଙ୍କର ଘର। ସବୁ ଆଠଗଡ଼ବାସୀ ମାନଙ୍କୁ ଅନୁରୋଧ କରୁଛି ଏ କଥାଟା ଟିକେ ଭଲ କି ଶୁଣିବେ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯିଏ ଏଠି 36 ବର୍ଷ ଶାସନ କରିଛନ୍ତି, ତାଙ୍କର ନିଜ ଘର ହଉଛି କଟକ ଚାନ୍ଦିନୀ ଚୌକ ଏବଂ ସେ ଚାନ୍ଦିନୀ ଚୌକରେ ତାଙ୍କର ଯିଏ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ ଏବଂ ତାଙ୍କର ପୁତୁରା ତାଙ୍କ ନାଁ ହେଲା ଅମରେନ୍ଦ୍ର ପ୍ରତାପ ସ୍ୱାଇଁ। କଟକ ଚାନ୍ଦିନୀ ଚୌକି जोटा कि निर्वाचन मंडली नंबर 90 बूथ नंबर 64 एवं सीरियल नंबर 928 930। वो एटा एसआर माध्यम रे तुम पुआ तुम भरजा तुम पुतुरा चूज करो कटक रे रहिबो ना आठगड़ रहिबो। आम सरकार मोहन माझी सरकार दुई जगह आमे तुम भोट को रखे दबु नाही। आज एटा कथा दउछि केता भी चेष्टा करो विफल होतु किंतु अनुरोध करूछि आठगड़वासी की स्पष्टीकरण मागतु एटा सत्य कि मिछ। एई भली भाबरे म आपन मानको कहबा को चाहे लोक मानको भकुआ भुलै आसी छथि लोक मानको भुआ भुलै आसी छथि एवं विशेष करी कहबा को चाहे हमर स्थानीय विधायक एठारे लोकन को गोटा भुआ बुलै पे बारंबार गोटे जागरण सृष्टि कर भत्ता विधवा बाधक्य भत्ता ए सरकार काटी दौची एवं दवापाई डेरी करुच्ची। यार कारण है से बर्तमान कौन बाट पाऊना कहीं ये आठगड़ जिते बड़े जहाँ योजना कराए से सब राजा बाबूर योजना बोली समस्त लोक जानते। राजा बाबू तर पकेट दौरान बोधे कहीं जेकोसी योजना भविष्य होता इंदिरा आवास हो भत्ता हो जहाँ हो रेशन कार्ड हो राजा बाबू गोटा प्रहसन से ब्लॉक ऑफिस रे करती और लोक सका डाकी राति 10टा पर्यंत सेठारे बसई निजे घर देला भाया जे मु दौची मु तुमको भत्ता दौची मु तुमको रेशन कार्ड दौची तुम खाइब पीब बंचब जहाँ दौची राजा बाबू दौची। एटी सरकार किसी ना से ढांचारे जो पड़ा बर्तमान ओडिशा रे सरकार परिवर्तन हवा संगे संगे आठगड़र भी परिवर्तन होती मुख्यतः आठगड़र समस्त ऑफिसर रैंक लोक और सबू ऑफिस कर्मचारी ये आठगड़ स्वाधीनता बर्तमान पाई। राजा बाबू जो भाया से टर्चर करुले से थ्रु बर्तमान आठगड़ दुर्नीति मुक्त होगा जाकर जो बाहा नौले सब बेले जे मु करुच्ची मु दौची निजे देला भाया लोक भत्ता डाकिबे सका राति 10टा जाए बसैबे किंतु वर्तमान लोक सरकार बदलला पर भत्ता भी लोकंर होती रेशन कार्ड भी होती घर भी होती किंतु लोक कौन जानू ना केमी दौर कहीं लोक ऑनलाइन रे कले योग्य विवेचित जो मैंने पाइले ये जो नटंकी करती मु दौची बांटती सी बर्तमान से जो कमटी करना सी पूरा ईर्षार जर्जरित होती जोटा कि लोकलोचन को जाऊला राजा बाबू आमको सब दौरान सेटा बर्तमान से हरई बच्चन से जीवन विकल जमी माटी कामुला भाया सी बर्तमान पाद तलू माटी खसी खसी गला तेणु लोक गोटे आग को जेहेतु इलेक्शन आउट भेड़े रखापी लोक मुंडे विभिन्न प्रकार विभ्रांतिकर जिनस पुराई से यही गोटे अपप्रचार करुँच सी से सफल हे ना। आगामी दिन में जमती चली सेमती चलो सरकार स्वच्छ सरकार एवं खूब शीघ्र ये भत्तार जो प्रोब्लेम है सल्व होमती सुभद्रा योजना गोटे क्लिक रे समस्त अकाउंट को जाऊँगी से आप टी बर्तमान सरकार संशोधन कला बहुत हुए खूब शीघ्र तापर ओडिशा सरकार मंत्री जो स्पष्टीकरण देलापर ओडिशा रे कौन सी जगह यही टाइप होनी आठगड़ हबार कारण कर ये गोटे नटंकी शिखिं सब जो नटंकी बर्तमान से नटंकी चल निंदा करुच्ची। एसआर हूँ गोटे जिन जो आज डाकिले भत्ता विषय में किंतु एसआर छाती में छनका पड़ी कहीं आगुरी सी मल्ला हजिला जिते फर्जरी भोट जोर जबरदस्ती बाड़े माने सर्वाधिक भोट रेकर्ड कला भाई ओडिशा जितुले कहीं यही सब जो बाद पड़े जो तीन जगह भोट उठे आमर एक्चुअली एसआर है संशोधन कर भोटर लिस्ट ताने एंकर भी बांग्लादेशी प्रीति अच्छी जिते बांग्लादेशी भी आसिक ये आठगड़ निर्वाचन मंडली भी रुहतु से चाहूँ आम जी जानलु तीन जगह पुओ पुतुरा समस्त उठे भणजा भी चांदिनी चौक रे उठे
ଏଠି ବି ଉଠେଇଛନ୍ତି, ଭୁବନେଶ୍ୱରରେ ବାବି ଜେନା ଉଠେଇଛନ୍ତି, ଆଠଗଡ଼ ଗଦାସାହିରେ ବି ଉଠେଇଛନ୍ତି। ତେଣୁ ତାଙ୍କୁ ବର୍ତ୍ତମାନ ଏଇଗୁଡ଼ା ସବୁ ବାଧୁଛି। ତେଣୁ ସେ ଜୀବନ ବିକଳରେ ଏଇଭଳିଆ ଗୋଟେ ପ୍ରହସନ ଚଲେଇଛନ୍ତି। ଆଗାମୀ ଦିନରେ କେମିତି ପଞ୍ଚାୟତ ଇଲେକ୍ସନ ପାରିବେ ଏମିତି ଲୋକଙ୍କ ମୁଣ୍ଡରେ ପୁରା ବିଭ୍ରାନ୍ତିକର କଥା ପୁରେଇ ସେ ଆଗାମୀ ଦିନରେ କେମିତି ବୈତରଣୀ ପାରିବେ ବୋଲି ଲୋକଙ୍କୁ ଭେଳେଇବା ପାଇଁ କରୁଛନ୍ତି। କିନ୍ତୁ ଲୋକ ବର୍ତ୍ତମାନ ମୁହଁ ମୋଡ଼ ଦେଲେଣି। ତେଣୁ ତାଙ୍କର ମୁଣ୍ଡ ଆଉ କିଛି କାମ କରୁନି।